ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। नवम अध्याय राजविद्या राजगुह्य जोग। ईश्वरीय ज्ञान और ऐश्वरिक जोग सामर्थ्य। इदं तु ते गुह्यतमं प्रवक्ष्यामनसूयवे ज्ञानं विज्ञानसहितं यज्ज्ञातं मोक्षस्य शुभात्। राजविद्या राजगुह्यं पवित्रमिदमुत्तमं प्रत्यक्षावगमं धर्मं सुसुखं कर्तुमव्ययम्। अश्रद्धधानपुरुषा धर्मस्यास्य परन्तप अप्राप्य मां निवर्त्यन्ते मृत्युसंसारवत्मनि। मया तदमिदं सर्वं जगत् व्यक्तमूर्तिना मत्स्थानि सर्वभूतानि न चाहं तेष्वस्थितः न च मत्स्थानि भूतानि पश्यामि योगमीश्वरम्। भूतः भिन्नं न भूतोऽस्मि मोत्मात्मा भूतभावनः यथाकाशस्थितो नित्यं वायुः सर्वत्र गोमहान् तथा सर्वाणि भूतानि मत्स्थानि त्रिपधारय। अर्थ सर्वापेक्षा गूढ़ विशेष ज्ञान विज्ञान सहित मूल ज्ञान दोष दृष्टि रहित होइथिबारु तुमको कहिबी, ଯାହା ଅବଗତ ହୋଇ ତୁମେ ସାଂସାରିକ ଦୁଃଖ ଶୋକାଦିରୁ ମୁକ୍ତ ହେବ। ଏହି ଅତି ଗୁହ୍ୟତମ ସର୍ବଶ୍ରେଷ୍ଠ ଜ୍ଞାନ ପ୍ରତ୍ୟକ୍ଷ ବୋଧଗମ୍ୟ ପରମ ପବିତ୍ର ଧର୍ମ ସ୍ୱରୂପ ସୁଖ ସାଧ୍ୟ ଓ ସନାତନ। ହି ପରନ୍ତପ, ଏହି ଧର୍ମ ପ୍ରତି ଶ୍ରଦ୍ଧାବିହୀନ ବ୍ୟକ୍ତିଗଣ ମୋତେ ନ ପାଇ ମୃତ୍ୟୁର ଅଧୀନ ସଂସାର ପଥରେ ପରିଭ୍ରମଣ କରନ୍ତି। ଅବ୍ୟକ୍ତ ସ୍ୱରୂପ ମୋ କର୍ତ୍ତୃତ୍ୱ ଏହି ସମୁଦାୟ ଜଗତ ବିସ୍ତୃତ ହୋଇଛି। ସମସ୍ତ ଭୂତ ମୋ ଠାରେ ସ୍ଥିତ, ମୁଁ କିନ୍ତୁ ସେମାନଙ୍କ ଠାରେ ଅବସ୍ଥିତ ନୁହେଁ। ଭୂତ ସମୂହ ମୋ ଠାରେ ଅବସ୍ଥିତ ନୁହନ୍ତି। ମୋର ଐଶ୍ୱରିକ ଶକ୍ତିର ଯୋଗ ଦେଖ। ମୋର ଅଧ୍ୟାତ୍ମ ସତ୍ତା ଭୂତଧାରକ ଭୂତ ସକଳର ଉଦ୍ଭବ ନିମିତ୍ତ ସ୍ୱରୂପ, କିନ୍ତୁ ଭୂତ ସମୂହ ମଧ୍ୟରେ ଅବସ୍ଥିତ ନୁହେଁ। ଯେପରି ସର୍ବତ୍ର ଗମନଶୀଳ ମହାନ୍ ବାୟୁ ସର୍ବଦା ଆକାଶରେ ଅବସ୍ଥିତ, ସେହିପରି ସମସ୍ତ ଭୂତ ମୋ ଠାରେ ଅବସ୍ଥିତ। ଏହି ଭାବେ ଅବଧାରଣ କର। ଯେଉଁମାନଙ୍କ ଦୃଷ୍ଟି ଦୋଷମୁକ୍ତ ସେମାନେ କେବଳ ଈଶ୍ୱରୀୟ ଜ୍ଞାନ ଶ୍ରବଣର ଅଧିକାରୀ। ଯେଉଁମାନେ ପୂର୍ବାଗ୍ରହରୁ ମୁକ୍ତ ହୋଇପାରି ନାହାନ୍ତି ସେମାନେ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନର ତତ୍ତ୍ୱ ବୁଝିବା ପାଇଁ ଅସମର୍ଥ। କଳିଯୁଗ ଅନ୍ତିମ ଚରଣରେ ପରମାତ୍ମାଙ୍କ ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନକୁ ପରବର୍ତ୍ତୀ କଳ୍ପର ଦ୍ୱାପର ଯୁଗରେ ବ୍ୟାସଦେବ ଯୋଗ ଦୃଷ୍ଟିରେ ସାକ୍ଷାତ କରି ସେଥିରୁ କିୟଦଂଶ କାବ୍ୟ ରୂପରେ ସଂକଳନ କରିଥିଲେ। ଏହା ଅନୁଷ୍ଟୁପ ଛନ୍ଦରେ ଗୀତିକବିତା ରୂପରେ ଲିଖିତ ହୋଇଥିବାରୁ ଏହାକୁ ଗୀତା ବୋଲି କୁହାଗଲା। ଗୀୟତେ ଇତି ଗୀତା। କିନ୍ତୁ ବର୍ତ୍ତମାନ ଉପଲବ୍ଧ ଶ୍ରୀମଦ୍ ଭଗବତ୍ ଗୀତାକୁ ବ୍ୟାସଦେବଙ୍କ ଦ୍ୱାରା ରଚିତ ମୌଳିକ ଗ୍ରନ୍ଥ ବୋଲି କୁହାଯାଇ ପାରିବ ନାହିଁ, କାରଣ ଏହାକୁ ମହାଭାରତ ମହାକାବ୍ୟର ଏକ ଅଂଶବିଶେଷ ରୂପେ ପ୍ରସ୍ତୁତ କରାଯାଇଛି। କାଳକ୍ରମେ ଏଥିରେ ମଧ୍ୟ ବିଭିନ୍ନ ସମୟରେ ପରିବର୍ତ୍ତନ ଓ ପରିବର୍ଦ୍ଧନ ହୋଇଥିବା କଥା ବିଦ୍ୱାନମାନେ କୁହନ୍ତି। ଏତଦ୍ ବ୍ୟତୀତ ବିଭିନ୍ନ ଟୀକାକାର ନିଜ ନିଜ ମତବାଦ ବା ଦର୍ଶନ ଆଧାରରେ ଗୀତାର ବ୍ୟାଖ୍ୟା କରିଛନ୍ତି। ବୈଦାନ୍ତିକ ଦୃଷ୍ଟାନ୍ତ ଓ ବ୍ୟକ୍ତିଗତ ସିଦ୍ଧାନ୍ତ ମଧ୍ୟରେ ଗୀତାର ମୌଳିକ ତତ୍ତ୍ୱ ଗୌଣ ହୋଇଯାଏ। ଏଥିପାଇଁ କୁହାଯାଇଛି ଗୀତା ସୁଗୀତା କର୍ତ୍ତବ୍ୟମ୍। ଗୀତାରେ ଥିବା ଈଶ୍ୱରୀୟ ଦୃଷ୍ଟିକୋଣ ବୁଝିବା ପାଇଁ
ନିଜ ମଧ୍ୟରେ ଥିବା ପାଣ୍ଡିତ୍ୟର ଅଭିମାନ ତ୍ୟାଗ କରିବାକୁ ପଡ଼ିବ। ଈଶ୍ୱରୀୟ ଅବତରଣ ଓ ଗୀତା ପ୍ରକରଣର ସମୟ ଓ ଆଭିମୁଖ୍ୟ ବୁଝିବାକୁ ପଡ଼ିବ। କିନ୍ତୁ ରୂଢ଼ିବାଦୀ ମଣିଷ ପୂର୍ବାଗ୍ରହ ତ୍ୟାଗ କରିପାରେ ନାହିଁ। ରୂଢ଼ିବାଦିତା ହିଁ ପରମାତ୍ମା ପ୍ରାପ୍ତିର ପ୍ରଧାନ ଅନ୍ତରାୟ। ସେମାନେ ଅସୂୟା ଦୋଷରେ ପୀଡ଼ିତ। ଗୁଣୀ ଲୋକଙ୍କୁ ଅନାଦର କରିବା, ତାଙ୍କ ଗୁଣରେ ମଧ୍ୟ ଦୋଷ ଦେଖିବା, ନିନ୍ଦା କରିବା ଓ ମିଥ୍ୟା ଦୋଷାରୋପ କରିବା ପ୍ରଭୃତିକୁ ଅସୂୟା କହନ୍ତି। ଯେଉଁମାନେ ଗୁଣବାନ ବ୍ୟକ୍ତିଙ୍କ ଗୁଣର ଖଣ୍ଡନ କରନ୍ତି ନାହିଁ, କାହା ପାଖରେ ସାମାନ୍ୟ ଗୁଣ ଦେଖିଲେ ମଧ୍ୟ ତାଙ୍କର ପ୍ରଶଂସା କରନ୍ତି ଓ ଅନ୍ୟର ଦୋଷରେ ପ୍ରୀତି ରଖନ୍ତି ନାହିଁ, ସେହି ବ୍ୟକ୍ତିର ଭାବକୁ ଅନସୂୟା କୁହାଯାଏ। ନ ଗୁଣାନ୍ ଗୁଣିନୋ ହନ୍ତି ସ୍ତୋତି ମନ୍ଦ ଗୁଣାନପି ନାନ୍ୟଦୋଷେଷୁ ରମତି ସାନସୂୟା ପ୍ରକୀର୍ତ୍ତିତା। ଅନସୂୟା ଗୁଣର ଅଧିକାରୀ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ କଥିତ ଜ୍ଞାନକୁ ତତ୍ତ୍ୱତଃ ବୁଝିପାରିବା ସମ୍ଭବ ନୁହେଁ। କ୍ରମଶଃ ଓମ୍ ଶାନ୍ତି।